फ्रेंड्स आज मुझे आसी एमती गोटे गाँ मुशार तो सब जगह चेष्टा करुँच आपको देखापी कि आमर ये भद्रक जिलार गोटे गाँ अच्छी जंतुआली जंतुआली बोलिकी ये तो मुझे तो बहुत किसी अच्छी बहुत किंवदंती अच्छी गाँव में बहुत अच्छी गोटे पाखर प्रथम आपको देखा चाहिए गोटे मंदिर अच्छी शिव मंदिर आम पाखे एति पिला सब अच्छा पाखे सब अच्छा देखुवे स्टार्ट करी वीडियो को किंतु कहबार कथा वीडियो को जब प्रथम थर विजिट कर चैनल को सब्सक्राइब करूँ लाइक करूँ अधिक रु अधिक मात्रा शेयर करूँ लेट्स गो स्टार्ट करवा वीडियो गाँ को प्रथम सर्वप्रथम गाँव फास्ट मुंडर मु पशुची ये देखिपे गोटे बड़ पोखरी अच्छी से ठाकुर पोखरी ये जो पोखरी एटा नई पूरा नई पाखक लगिकी अच्छी पोखरीटा आ पोखरी भितर मझीरे थे गोटे कुम्भीर छुआ 3 पशि आसते पोखरी जाओ गाँ लोक मैंने से वन विभाग को फोन करके धरी देखिपे मंदिर पोखरी आउ से गाँव मंदिर को जीवा रास्ताटा एठी से मंदिर देखा मंदिरटा शिव मंदिर देखिपे बड़ बहुत बड़ अच्छी शिव मंदिरटा ये जागर टाइम रे बहुत लोक माने यही गाँव मिनिमम 7-8 हजार लोक ऊर्ध्व लोक अच्छा गाँव में देखुवे पूरा मंदिरटा देखा जो प्रथम जो मंदिर रे ठाकुर तांकर जो पुराना मंदिर अच्छी पुराना मंदिर रे ठाकुर थिले से मंदिरटा देखा बर्तमान देखुवे ये जो वृषभ अच्छा 3टी मंदिर अवस्था देखुए ऊपर छात गलानी कहीं ठाकुर तो मंदिर से तैयारी सारी ठाकुर पलैबे ये छाती मतलब किसी ना मुझे भीतर को देखा चाहूँगी ठाकुर को आगे तो वृषभ को देख पिला गुड़ाक सब हाई करदे बर्तमान भल पिला गुड़ाक ठाकुर को देखा ये से अच्छा से महादेव ठाकुर देखिपे वीडियो को लाइक करूँ सब्सक्राइब करूँ ये से हर हर महादेव को मंदिर हर हर महादेव शिव लिंग पूजा पाँच मंदिरटा पुराना मंदिर अच्छी नुआ मंदिर को जीवे भगवान हर हर महादेव आम एरिया सौंदर्य दृश्य मंदिर सब देखा ये गोटे देखुए गोटे पानी टांकी तैयारी पाखर गोटे मेडिकल भी अच्छी देखुं आम एरिया सुंदर सुंदर दृश्य ये मंदिर को देखा सब देखा वीडियो को लाइक करूँ चैनल को सब्सक्राइब करूँ मंदिर भीतर को टी आपन को जीवी पूरा भलसे मंदिर हो पूरा बढ़िया ये मंदिरटा पूरा निराला ढंग से मंदिर आगटा काम चली देखिपे मंदिर भीतर को टिके नहीं जीवी मंदिर ऊपरटा देखुए पूरा भीतरटा को नौची
ଏଠି ଗୋଟେ ବନ୍ଧ ଲାଗିଛି ମନ୍ଦିରରେ, ଦେଖିପାରୁଥିବେ। ବନ୍ଧ ବହୁତ ପଇସା ଖର୍ଚ୍ଚ ହେଇଛି ବନ୍ଧରେ, ପୁରା ବଢିଆ ହେଇଛି ବନ୍ଧଟା, ଦେଖିପାରୁଥିବେ। ମନ୍ଦିର ଭିତରଟା କିଛି କାମ ହେଇନି, କାମ ଚାଲିଛି। ଦେଖିପାରୁଥିବେ ଟୋଟାଲ ଏଠି କିଛି ଗ୍ରାମବାସୀ ତାଙ୍କର ଅଛନ୍ତି, ତାଙ୍କୁ ଦେଖେଇବାକୁ ଚେଷ୍ଟା କରୁଛି। ଦେଖନ୍ତୁ, ଏ ମଉସାଙ୍କୁ ପଚାରିଲେ ମନ୍ଦିର, କହିଲେ କି କେତେ ବର୍ଷରୁ ଅଛି ଆମେ ଜାଣିନୁ, ବହୁ ପୁରୁଣା ମନ୍ଦିର, ମୋ ବାପା ଜେଜେ ଅମଳର ଏ ମନ୍ଦିର। ମଉସା ଜଣକ ଏଇ କଥା କହିଲେ। ଏଇ ମନ୍ଦିର ପାଖରେ ସେ ମଉସାଙ୍କ ଘର। ଯାଉ, ମୁଁ ତାଙ୍କ ଗାଁକୁ ଯାଇଥିଲି, ସେ ମଉସାଟି ମୋତେ ବହୁତ ହେଲ୍ପ କଲେ। ଯାଉ, ମୋତେ ଟିକେ ପରମିସନ୍ ଦେଲେ ମୁଁ ସେଠି ଭିଡ଼ିଓ କରିବା ପାଇଁ। ଏ ଛୁଆ ଗୁଡ଼ାକ ସବୁ ଦେଖୁଥିବେ, ଛୁଆ ପୁରା ମୋତେ ପୁରା ଘେରି ଯାଇଥିଲେ, ଯେମିତି ଭିଡ଼ିଓ କରୁଥିଲି, ପୁରା ଟୋଟାଲ ଦେଖେଇଲି ମନ୍ଦିର। ଆପଣଙ୍କ ସେଠି ସବୁ, ଆପଣଙ୍କ ଗାଁରେ କି ମନ୍ଦିର ସବୁ ଅଛି କମେଣ୍ଟରେ ଜଣାନ୍ତୁ। ଆମ ଏରିଆରେ ତ ବହୁତ ମନ୍ଦିର ଅଛି। ଆପଣଙ୍କ ଏରିଆରେ କି ମନ୍ଦିର ସବୁ ଅଛି ନିଶ୍ଚିନ୍ତ କମେଣ୍ଟରେ ଜଣେଇବେ। ଆଉ ଥରେ କହୁଛି, ଯେମିତି ଭିଡ଼ିଓଟିକି ଆଜି ଗୋଟେ ମଠକୁ ମୁଁ ଆସିଛି, ଏଇଟା ହଉଛି ଲାଇକ୍ କରିବେ, ବିନୋଦ ବିହାରୀ ମଠ। ମାନେ ଚ୍ୟାନେଲକୁ ଏଇଟା ଅଛି ସବସ୍କ୍ରାଇବ୍ କରିବେ। ଜନ୍ତୁଆଲି ଗ୍ରାମ ନା ଜନ୍ତୁଆଲି। ଦେଖିପାରୁଥିବେ ଏଇ ଗୋଟେ ମଠ, ଦେଖୁଥିବେ ସେଇ ମୋ ଗାଁରେ ଭିତରକୁ ପୁରା ଏଣ୍ଟ୍ରି ବିନୋଦ ହଉଛି। ବିହାରୀ ମଠ। ମଠର ବ୍ୟାକଗ୍ରାଉଣ୍ଡ ଗୁଡାକ ସବୁ ଏମିତି ଅଛି, ଦେଖୁଥିବେ। ଦେଖିପାରୁଥିବେ, ମୁଁ ଯାଉଛି ତାଙ୍କର ମେନ ଯୋଉ କୀର୍ତ୍ତନ ମଣ୍ଡପ ପ୍ରଥମ ଦେଖଉଛି, କୀର୍ତ୍ତନ ମଣ୍ଡପ ଟା ଦେଖଉଛି ପ୍ରଥମ। ଏଇଟା ତାଙ୍କର ହଉଛି ଯୋଉ କୀର୍ତ୍ତନ ଘରଟା। ଦେଖିପାରୁଥିବେ ପୁରା ଟୋଟାଲ ଠାକୁରଙ୍କ ଯୋଉ କୀର୍ତ୍ତନ ଗାଦି, ଯୋଉ ମଣ୍ଡପ କୁହନ୍ତି, ସେ ମଣ୍ଡପଟା। ଗୋଟେ କୀର୍ତ୍ତନ ସବୁବେଳେ ହୁଏ, ମାନେ ତାର ଯୋଉ ବାର ତୀର୍ଥ ହବ, ଏଠି ପୁରା କୀର୍ତ୍ତନ ମଣ୍ଡପ ପୁରା ଟୋଟାଲ ବନା ହେଇଛି, ପୁରା ଘର ବନା ହେଇଯାଇଛି କୀର୍ତ୍ତନ ଘରଟା। ଆଉ ଏଠି ଦେଖୁଥିବେ ପୁରା କୀର୍ତ୍ତନ ସାମଗ୍ରୀ ଯୋଉଗୁଡାକ ଆମର ଝାଞ୍ଜ, କରତାଳ, ମୃଦଙ୍ଗ, ଆମର ଏଠି ଯୋଉ ମେଲଣ ଟାଇମରେ ଯୋଉ ହୁରି ଯାଆନ୍ତି ଠାକୁରଙ୍କର, ଯୋଉ ହୁରି ଅଛି। ଏଇଠି ଦେଖନ୍ତୁ ଠାକୁରଙ୍କ ବିମାନ, ଯୋଉ ବିମାନଟା କୁହନ୍ତି, ବିମାନ ବି ଅଛି ଏଠି। ଦେଖୁଥିବେ ସମ୍ପୂର୍ଣ୍ଣ, ମାନେ ଏଇ ମଠର ବହୁତ ନାଁ ଅଛି। ଏଠି ବହୁତ ବାବା ବି ଏଠି ମଠରେ ସମାଧି ନେଇଛନ୍ତି, ମାନେ ବହୁତ ବାବା। ଆଉ ଦେଖୁଥିବେ ଆଙ୍କର ଏଠି ମାଇକ ଗୋଟେ ରହିଛି, ଏଠି ମେସିନ ଟି ଅଛି, ଏଠି ଦିଟା ଫୋନ ଅଛି। ଆଉ ବାକି ସବୁ ତ ଦେଖୁଛନ୍ତି ଆଉ। ଏଇଟା କୀର୍ତ୍ତନ ମଣ୍ଡପ ପ୍ରଥମ ମୁଁ ଦେଖେଇଲି। ହଁ, ମୁଁ ସେ କୀର୍ତ୍ତନ ମଣ୍ଡପରୁ ବ୍ୟାକ୍ ଯାଉଛି। ଏଇଠି ସେ ନନା ଅଛନ୍ତି, ଦେଖୁଛି ଗୋଟେ ଛୋଟ ନନାଟି, ଯାଉ ପୂଜା କରୁଛନ୍ତି ମଠରେ ସବୁଦିନ। ଆଉ ବାକି ମୁଁ ଠାକୁରଙ୍କୁ ଦେଖେଇବି। ଦେଖିପାରୁଥିବେ ଏଠି ଏଇଟା ଆମର ରାଧାକୃଷ୍ଣଙ୍କ ମୂର୍ତ୍ତି ଅଛି, ପୁରା ଦେଖନ୍ତୁ। ରାଧାକୃଷ୍ଣ, ଏଠି ଜଗନ୍ନାଥ ବି ଅଛନ୍ତି, ଏଠି ସବୁ ପ୍ରକାର ମୂର୍ତ୍ତି ଅଛନ୍ତି। ଏଠି ମାନେ ହନୁମାନଜୀଙ୍କ ଅଛି, ହନୁମାନ ବଜରଙ୍ଗବାଲିଙ୍କ ମୂର୍ତ୍ତି ଅଛି। ଏଠି ଗୋଟେ ବାବାଙ୍କର ଫଟୋ ଅଛି, ବାବା ମାନେ ଭଗବାନ ତୁଲ୍ୟ ବାବା। ଆଉ ବାକି ଏଠି ସବୁ ଦେଖୁଛନ୍ତି ଶାଳ ଗ୍ରାମ ବି ରହିଛି। ଆଉ ଏଠି ପ୍ରଭୁଙ୍କର କଠଉ ରହିଛି। ଆଉ ଏପଟରେ ଦେଖୁଥିବେ, ଏପଟ ବି ଅଛି। ଯାଉ, ଏଇଟା ତ ଠାକୁରଙ୍କର ମନ୍ଦିର। ଆଉ ଯୋଉ ଏଇଟା ମଠ, ମାନେ ବହୁତ ପ୍ରସିଦ୍ଧ ଅଛି ଏ ମଠ।
ଧର ଏଠି ବହୁତ ବାବା ମାନେ ବି ଏଠି ଆଗରୁ ସାଧୁ ସନ୍ଥ ଏଠି ସବୁ ଆସିଛନ୍ତି ଆଉ ଏଠି ରହିଛନ୍ତି, ଏଠି ସମାଧି ବି ନେଇଛନ୍ତି ବହୁତ ସାଧୁ ସନ୍ଥ। ଏ ମଠ ପୁରା ନାଁ ଅଛି ପୁରା ଓଡ଼ିଶାର, ଯଦି କହିବାକୁ ଯାଏ ତ ଓଡ଼ିଶାରେ ଏଇଟା 3 ନମ୍ବର ସ୍ଥାନରେ ରହିପାରିବ। ଏଇଟା ଜନ୍ତୁଆଲି ବିନୋଦ ବିହାରୀ ମଠ। ଏଇଆ ତ ଠିକ ଅଛି। ଆଉ ମୁଁ ଟିକେ ପଛ ବ୍ୟାକଗ୍ରାଉଣ୍ଡ ଗୁଡାକ ସବୁ ଦେଖଉଛି ପୁରା ଭଲସେ। କୋଉଠି ସେ? ହଁ, ଏଠି ବି ଆହୁରି ଗୋଟେ ମାଙ୍କ ମନ୍ଦିର ବି ଅଛି। ମା ପୂଜା ପାଉଛନ୍ତି, ମା ସାରଳା ନାମରେ ପୂଜା ପାଉଛନ୍ତି। ମୁଁ ଟିକେ ଦେଖେଇବାକୁ ଚାହିଁବି। ଦେଖନ୍ତୁ ଏଠି ମା ସାରଳା ରୂପରେ ପୂଜା ପାଉଛନ୍ତି। ଏଇ ମଠରେ କହିବାକୁ ଗଲେ ଏଠି ବିଭିନ୍ନ ପ୍ରକାର ଦେବତା ଦେବୀ ଏଠି ପୂଜା ପାଆନ୍ତି ଏଇ ମଠରେ। ଆଉ ବାକି ସବୁ ତ ଦେଖୁଥିବେ ମଠର ସବୁ ଅବସ୍ଥା ଟିକେ ଭଲ ନାହିଁ, କିନ୍ତୁ ସରକାର ୟା ଉପରେ ଟିକେ ଦୃଷ୍ଟି ବୋଧେ ଦଉନାହାନ୍ତି। ଏ ଭିଡ଼ିଓରେ ଯେତିକି ବି ମୁଁ କହିବି, ଯେତିକି ବି ଆପଣମାନେ ଦେଖିବେ, ଯେତିକି ଟିକେ ସରକାରଙ୍କୁ ଏ ଭିଡ଼ିଓଟାକୁ ଅଧିକା ସେୟାର କଲେ ଯିଏକି ଆମ ସରକାର ପାଖରେ ଏଇଟା ପହଞ୍ଚି ପାରିବ ଏ ଭିଡ଼ିଓଟାକୁ ଅଧିକରୁ ଅଧିକା ସେୟାର କରନ୍ତୁ ଆଉ ଲାଇକ୍ କରନ୍ତୁ। ଚ୍ୟାନେଲ ସହିତ ଯଦି ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆଉ ବାକି ମୁଁ ଦେଖଉଛି ଆପଣ ସବୁ ବ୍ୟାକଗ୍ରାଉଣ୍ଡ ସବୁ ଦେଖଉଛି। କୋଉଟା ଏଇ ଯୋଉ ଆମର ଯୋଉ ଏଠି ଯୋଉ ସାଧୁ ସନ୍ନ୍ୟାସୀ ମାନେ ଯୋଉ ରହନ୍ତି, ଯୋଉ ବାବା ହୁଅନ୍ତି ମଠରେ, ଏ ଯୋଉ ମଠ ଘରଟା ବାବା ବର୍ତ୍ତମାନ ନାହାନ୍ତି। ଆଉ ବାବାଙ୍କ ଘର ବି ଏଇଭଳି ଅବସ୍ଥାରେ ଅଛି। ସବୁ ଦେଖୁଥିବେ ଏଠି କବାଟ ଝରକା ସବୁ ଭାଙ୍ଗି ଯାଇଛି, କିଛି ନାହିଁ। ମୁଁ ଏଇଟା ଏତିକି କହିବି ଯେ ଅଡିଏନ୍ସକୁ ଏତିକି କହିବି, ଏଠିକି ଭିଡ଼ିଓଟାକୁ ଅଧିକା ସେୟାର କଲେ ଆପଣଙ୍କର ଗୋଟିଏ ସେୟାର ବି ମାନେ ସରକାରଙ୍କ ପାଖରେ ପହଞ୍ଚି ଯାଇପାରେ। ଦେଖନ୍ତୁ ଗୋଟେ ରୋଷେଇ ଘର ଅବସ୍ଥା, ମଠର ନାଁ ଅଛି, ବହୁତ ବଡ଼ ନାଁ ଅଛି, କିନ୍ତୁ ମଠର ପରିସ୍ଥିତି ଆଜି ଏଇଆ। କାହିଁକି ଏଇଆ ନା ଏଠି ସରକାର କୌଣସି ଦୃଷ୍ଟି ଦଉନାହାନ୍ତି। ଦେଖନ୍ତୁ ଏଠି ଗୋଟେ ରୋଷେଇ ଘର ଦେଖୁଥିବେ, ଏଠି ଗୋଟେ ରୋଷେଇ ହଉଛି। ଏଠି ମାନେ ଏଇ ଟାଇପର ଯଦି ଆମ ଓଡ଼ିଶାର ଆଜି ପର୍ଯ୍ୟନ୍ତ ବି ଏଇଭଳିଆ ଅବସ୍ଥାରେ ବହୁତ ଗାଁ ଅଛି। ମାନେ ଗାଁ କଥା ପଡ଼ିନି, ଏଠି କଥାଟା ପଡ଼ିଛି ଯେ ସରକାର ଏଇ ଯୋଉ ଦେବାଦେବୀ ସ୍ଥାନକୁ ଯୋଉ ବହୁତ ଜାଗାରେ ଗୁରୁତ୍ୱ ଦେଉଛନ୍ତି, କିନ୍ତୁ ଏଇ ଜାଗାକୁ ଗୁରୁତ୍ୱ ଦଉନାହାନ୍ତି। ଏଠି ସବୁ ମାନେ କିମ୍ବଦନ୍ତୀରେ ଏଇଭଳି ମଠର ନାଁ ବି ଅଛି କିମ୍ବଦନ୍ତୀରେ, କିନ୍ତୁ ସରକାର ଏଠି କୌଣସି ଗୁରୁତ୍ୱ ଦେଇନାହାନ୍ତି। ଯଦି ବି ସରକାର ଗୁରୁତ୍ୱ ଦେଇଥିବେ, ଆମ ଏଠି କିଏ କଣ କରୁଛି, କୋଉ ସରକାର କଣ କରୁଛି ଆମେ ତ ଜାଣିନୁ। କିନ୍ତୁ ମୁଁ ଏତିକି କହିବି, ଭିଡ଼ିଓ ଭିତରେ ରାଜନୀତି କରିବା ଭଲ ନୁହେଁ। ଆଉ ମୁଁ ଏତିକି କହିବି, ଟିକେ ସେୟାର, ଆପଣଙ୍କର ଗୋଟିଏ ସେୟାର ସବୁ କିଛି ହିଁ କରିପାରିବେ। ଯାଉ ଜଣାଶୁଣି ମା କୋଉଠି ଅଛନ୍ତି? ସେ ଘରେ, ମାନେ ସେ ବା କଣ ବିଲରେ ଥିଲେ ନା କଣ? ହଁ, ମୁଁ ଆଉ ଗୋଟେ ବି ଏଠି ପାଖରେ ମଠ ପାଖରେ ଯୋଉ ବିନୋଦ ବିହାରୀ ମଠ ପାଖରେ ଗୋଟେ ଅଛି ଜଣାଶୁଣି ମା, ଯୋଉଟା ଆମର ଯୋଉ କହନ୍ତି, ଯୋଉ ଉଗାଳର ଯୋଉ ଭିଡ଼ିଓଟା କରିଥିଲି ସେକେଣ୍ଡ ନା ଯୋଉ ପାର୍ଟ 1 ଟା କରିଥିଲି, ତାଙ୍କର ବୋଧେ ଭଉଣୀ ନାମରେ ଇଏ ପରିଚିତ। କାରଣ ମୁଁ ଶୁଣିଛି ଯେତିକି, ମୁଁ ତ ଜାଣିନି ଏମିତି କହିବାର କଥା। ମୁଁ ଟିକେ ଦେଖେଇବି, ସେ ମାଙ୍କୁ ବି ଦେଖେଇବି। ଏଠି ମଠର ବ୍ୟାକଗ୍ରାଉଣ୍ଡ ଗୁଡ଼ାକ ସବୁ ଦେଖନ୍ତୁ। ଏଠି ଗୋଟେ ସାନ ଭାଇ ଗୁଡ଼ାକ ଠିଆ ହେଇଛନ୍ତି, ନନା ଏଠି ଠିଆ ହେଇଛନ୍ତି। ଆଉ ବାକି ମଠ ଟିକେ ଭିଡ଼ ରହେ। କୋଉ ଟାଇମରେ ନନା ମଠ ଭିଡ଼ ରହେ? ମାନେ ସେଇଟା କୋଉ ଟାଇମ? କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମା, ହଁ, କାର୍ତ୍ତିକ ପୂର୍ଣ୍ଣିମାରେ ଏଇଠି ଟିକେ ମାନେ ପ୍ରବଳ ସମାଗମ ହୁଏ। ଯେମିତି କି କହିବାକୁ ଗଲେ, ଧର ଆମ ଏଇ ଭଦ୍ରକ ଜିଲ୍ଲା ନୁହେଁ, ବହୁତ ଅଲଗା ଜିଲ୍ଲାରୁ ବି ଲୋକ ଆସନ୍ତି ଏଠିକି। କାହିଁକି ନା ଏଠି ବହୁତ ପ୍ରସିଦ୍ଧ ଅଛି ଏଇ ପୀଠଟା। କାହିଁକିନା ଏଠି ମନସ୍କାମନା ବି ପୂରଣ ହେଇଛି ବହୁତ ଲୋକଙ୍କର। ଏଠି ଯିଏ ପଡ଼ିକି ରହିଛନ୍ତି ନା ମନସ୍କାମନା ବି ପୂରଣ ହେଇଛି। ବହୁତ ଚଳନ୍ତି ଠାକୁର, ମାନେ କହିବାକୁ ଗଲେ ପୁରା ଡାକ ଶୁଣା ଠାକୁର। ଯାଉ ମୁଁ ଏତିକି ଆପଣ ମାନଙ୍କୁ କହିବି। ସବୁ ତ ଦେଖୁଛନ୍ତି ମଠରେ, ଏଠି ମାନେ ବହୁତ ଗଛ ଅଛି, ପୁରା ମାନେ ପାର୍କ ଟାଇପର ହେଇଛି। ଏଠି ସବୁ ପିକନିକ ସ୍ପଟ ଭଳିଆ ଲାଗୁଛି। ଏଠି ଟିକେ ଯଦି ସରକାର ଏଠି ଦୃଷ୍ଟି ଦିଅନ୍ତା, ଏଠି ପୁରା ଅଲଗା ପ୍ରକାର ହେଇପାରନ୍ତା। ଏଇଟା ଗୋଟେ କି ଗଛ ଅଛି, ଗୋଟେ ଫଳ ଗୋଟେ ଅଲଗା ଦେଖାଉଛି, ନାଗ ଚମ୍ପା ଗଛ। ଦେଖନ୍ତୁ ତା ଫଳ ମୁଁ ଦେଖଉଛି, ଟିକେ ଜୁମ କରିକି ଦେଖେଇ ଦଉଛି, ଦେଖୁଥିବେ। ଏଇଟା ନାଗ ଚମ୍ପା ଗଛ। ଆଉ ତା ଫଳଟା ଦେଖୁଥିବେ, ଏ ଗଛଟା ଦେଖନ୍ତୁ ପୁରା ବହୁତ ବଡ଼ ଅଛି। ଫୁଲ ଭିତରେ ଏ ଫୁଲ ଭିତରେ ଶିବଲିଙ୍ଗ ଅଛନ୍ତି, ଯାହାକି ନନା କୁହନ୍ତି। ତ ଆମେ ତ ଦେଖିନୁ, କିନ୍ତୁ ନନା କୁହନ୍ତି। ଯଦି ଏଇ ଗଛ ଆପଣ ଆଗରୁ କୋଉଠି ଦେଖିଛନ୍ତି, ତାହେଲେ କମେଣ୍ଟରେ ଜଣେଇବେ ଏଇଟା କି ଗଛ। ଆମେ କହିଲୁ ନାଗଚମ୍ପା, ଆପଣଙ୍କ ସେପଟେ କଣ କହନ୍ତି ତ କମେଣ୍ଟରେ ଲେଖିବେ। ଆଉ ବାକି ସବୁ ତ ମୁଁ ଦେଖଉଛି। ଠିକ ଅଛି, ସେ ମାଙ୍କର ମନ୍ଦିର ଗୋଟେ ଅଛି, ମୁଁ ସେଇଠି ଦେଖେଇବି, ନିଶ୍ଚିନ୍ତ ଆପଣଙ୍କୁ ସବୁ ଦେଖେଇବି। ଆଉ ଯୋଉ ଏଇ ଗାଁରେ ବହୁତ କିଛି ମନ୍ଦିର ଅଛି, ବହୁତ ବଡ଼ ବଡ଼ ମନ୍ଦିର ବି ଅଛି। ଆହୁରି ଅଛି ସେଠି, ମାନେ ଯୋଉ ଆପଣଙ୍କର ଶିବ ମନ୍ଦିର ଅଛି, ନାଇଁ? ଶିବ ମନ୍ଦିର ବି ଯୋଉ ଫାଷ୍ଟ କ୍ଲିପ ମୁଁ ସବୁ ଦେଖେଇବି, ଆପଣଙ୍କୁ ସବୁ ଦେଖେଇବି। କିନ୍ତୁ ଭିଡ଼ିଓ ସହିତ ଏମିତି ଲାଗିକି ଥିବେ। ଆଉ ଭିଡ଼ିଓକୁ ଜମା ସ୍କିପ୍ କରିବେନି, ସ୍କିପ୍ କଲେ ବୁଝିପାରିବେନି। ମୁଁ ଓଡ଼ିଶାର ଭଲ ଭଲ ଜାଗା ଆପଣଙ୍କୁ ଦେଖଉଛି। ଧର ଆମ ଏରିଆର ଭଦ୍ରକ ଜିଲ୍ଲାର ଥିବା ଜାଗା, ଆପଣ ମାନେ ଦେଖିନଥିବା ଜାଗା, ମୁଁ ସବୁ ଦେଖେଇବାକୁ ଚାହିଁଛି। ଆଉ ବାକି
ଏତିକି କହିବି। ମୁଁ ମାଆଙ୍କୁ ଦେଖେଇ ସାରେ ଲାଷ୍ଟରେ ମୁଁ ଆପଣଙ୍କୁ ଗୋଟେ ଏଠି ଆମ ପାଖରେ ବୋହି ଯାଇଥିବା ନଦୀଟି ମନ୍ତେଇ ନଦୀ ମୁଁ ଆପଣଙ୍କୁ ଦେଖେଇବି। ଯଦି କୁମ୍ଭୀର ଯଦି ମିଳିଲା, ଯଦି ମୋ ଆଖି ଆଗରେ ଆସିଲେ ତ କୁମ୍ଭୀର ଦେଖିବାକୁ ଚେଷ୍ଟା କରିବି। ଆଉ ମାଆଙ୍କୁ ଏବେ ଦେଖଉଛି।